ଆଜିର ଶିଶୁ କାଲିର ନାଗରିକ। ତେଣୁ କରିକି ବର୍ତ୍ତମାନ ଆଜି ଯେ କି ପିଲାମାନଙ୍କୁ ଛୋଟ ଛୋଟ କୁନି ପିଲାମାନଙ୍କୁ ଯେତିକି ସଚେତନ କରାଯିବ ଯେ କି ପ୍ରାଇଜଟି ନେଇ ତାଙ୍କ ଜୀବନର ଯେ କି ଅମୂଲ୍ୟ କାହାଣୀ ରୂପେ ପରିଚିତ ହେବ ଆଉ ଯେ କି ପଢ଼ିପାରିବେ ଆଗାମୀ ଦିନରେ। ମୋର ବହୁତ ଇଚ୍ଛା ଅଛି କେବେ ନିଜକୁ ସେମାନେ କମ୍ ଭାବୁନାହାନ୍ତି, ନିଜେ ନିଜ ଅବଦାନ ପ୍ରଦାନ କରୁଛନ୍ତି, ପରିଷ୍କାର ପରିଚ୍ଛନ୍ନ ଅଛନ୍ତି। ଯାହା ଯାହା ସରକାରୀ ସୁବିଧା ସୁଯୋଗ ଏମାନେ ସବୁ ତାକୁ ସୁଚାରୁ ରୂପରେ ତୁଲାଉଛନ୍ତି। ଆମ ସ୍କୁଲରେ ଆଜି 125ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା, ଯାହାକି ଦୌଡ଼ ପ୍ରତିଯୋଗିତା ହେଲା, ହସ୍ତାକ୍ଷର ହେଲା ଏବଂ ପ୍ରତିଯୋଗିତା ମଧ୍ୟ ହେଲା, ପ୍ରାଇଜ ବଣ୍ଟନ କରାଗଲା। ଅରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର 125ତମ ଆଜି ବାର୍ଷିକ ଉତ୍ସବ ପାଳନ କରୁଛି। ଆମେ ସମସ୍ତେ ଏଠି ଉପସ୍ଥିତ ହେବାର ସୁଯୋଗ ମିଳିଲା। ପିଲା ଛାତ୍ରଛାତ୍ରୀ ମାନଙ୍କ ସହିତ ବିଶେଷ ଭାବେ ଆଲୋଚନା କଲୁ, ଶିକ୍ଷକ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଆଲୋଚନା କଲୁ ଯେ ଏଠି ବହୁତ ଦୀର୍ଘ 125 ବର୍ଷର ବହୁତ ପୁରୁଣା ସ୍କୁଲ। ମୋ ଲାଇଫରେ ବୋଧେ ପ୍ରଥମ ଥର ଏତେ ବର୍ଷ ସ୍କୁଲକୁ ଆସିବାର ସୌଭାଗ୍ୟ ମିଳିଲା। ତେଣୁ ଏଇ ସ୍କୁଲର ଗୁଡେ ମୌଳିକ ଆବଶ୍ୟକତା ଅଛି, ସେଟାକୁ କେମିତି ସରକାରୀ ସ୍ତରରେ ପୂରଣ କରାଯିବ। ଏବେ ଆମେ ପ୍ରତିବର୍ଷ ବାର୍ଷିକ ଉତ୍ସବ କରିଥାଉ, ଏ ବର୍ଷ ମଧ୍ୟ କରିଛୁ, ମହାସମାରୋହରେ କରିଛୁ। ଯାହା ହଉ ବଡ଼ ଖୁସିର ବିଷୟ ଯେ ଆଜି ସମସ୍ତେ ଆମର ବହୁତ ଅତିଥି ମହାଶୟ ଆସି ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି। ଆମେ ଆମ ବିଦ୍ୟାଳୟ ବର୍ତ୍ତମାନ 120 ପିଲା ଅଛନ୍ତି, ଆଉ ସେମାନଙ୍କୁ ଆମେ ଖେଳ କରିଥିଲୁ, ଖେଳ ନାଚ ଗୀତ ସବୁଥିରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରାଇଜ ବ୍ୟବସ୍ଥା କରିଛୁ।